ଆଜ୍ଞା ମୁଁ ଜଣେ ନିଜେ ଭିକ୍ଟିମ୍ 25 ବର୍ଷ ସରକାରରେ ଆଜ୍ଞା ବିଜୁ ଜନତା ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି କ'ଣ ଥିଲା ଆପଣମାନେ ଯେଉଁମାନେ ଏଠି ଅଛନ୍ତି ଆପଣମାନେ ମିଡ଼ିଆ ବନ୍ଧୁମାନେ ସମସ୍ତେ ଜାଣିଛନ୍ତି। ତେଣୁ ଆପଣମାନଙ୍କୁ ମୁଁ ଗୋଟେ ପ୍ରଶ୍ନ ପଚାରୁଛି 25 ବର୍ଷ ସରକାର ଯେତେବେଳେ ଗୋଟେ ବ୍ଲକ ଭିଡ଼ିଓ ଦପ୍ତରକୁ ଗୋଟେ କଲେକ୍ଟର ଦପ୍ତରକୁ ଗୋଟେ ପୋଲିସ ଦପ୍ତରକୁ ଆପଣମାନଙ୍କୁ ବୁମ୍ କରିବାକୁ ସେ ଅନୁମତି ଦେଉଥିଲେ କି? କେବେ ବି ଦେଇନଥିଲେ। ତେଣୁ ଏ ସରକାରରେ ହେଉଛି ଲୋକଙ୍କ ସରକାର। ଏଠି ଆପଣମାନେ ଯେଉଁ ମିଡ଼ିଆ ବନ୍ଧୁ ଅଛନ୍ତି ଆଜି ଖୋଲାଖୋଲି ଗୋଟେ ବ୍ଲକ ଭିଡ଼ିଓ ଗୋଟେ ତହସିଲଦାର ଗୋଟେ କଲେକ୍ଟର ସହିତ ବୁମ୍ ଲଗେଇକି ଆଲୋଚନା କରିପାରୁଛନ୍ତି। ଗୋଟେ ବିଧାୟକ ଖୋଲି କଥାବାର୍ତ୍ତା କରୁଛି। ସେତେବେଳେ ତାଙ୍କର ସରକାରରେ ଗୋଟେ ବିଧାୟକ ବି କ'ଣ ଷ୍ଟେଟମେଣ୍ଟ ଦେବ ତା ମୁହଁ ବି ଚୁପ୍ କରାଯାଉଥିଲା। ତେଣୁ ସେ ସରକାର ଆଇନ ଶୃଙ୍ଖଳା କ'ଣ ଥିଲା ଏଇଟା ମୋ ମୁହଁରେ କହିବାଟା ଗୋଟେ ହାସ୍ୟାସ୍ପଦ କଥା ହେବ। ସେ ସରକାରରେ ଆଇନଟାକୁ ନିଜ ହାତରେ ନିର୍ଦ୍ଦିଷ୍ଟ 2-3ଟି ଲୋକ ରଖି ଦଳି ଚକୁଡ଼ି ତାଙ୍କରି ଲୋକଙ୍କୁ ମାରି ସରକାର ଟିକେ ଗଳେଇ ପକେଇଲେ। ଭାରତୀୟ ଜନତା ପାର୍ଟି ସରକାରରେ ମୋହନ ସରକାରରେ ସାଧାରଣ ଲୋକଟେ କେମିତି ନ୍ୟାୟ ପାଇବ ସେ କାର୍ଯ୍ୟ ଚାଲିଛି। ତେଣୁ ଯେଉଁମାନେ ସେତେବେଳେ କୁକର୍ମ କରିଥିଲେ ସେମାନଙ୍କୁ ବର୍ତ୍ତମାନ ଯେଉଁ ଧର୍ମଶାଳା ଯାଇଥିଲେ ମୋହନ ସରକାର କହିଲେ ତାଙ୍କୁ ଆଣ୍ଟାସିଡ୍ ସବୁ ଦିଆହେଉଛି। ତେଣୁ ଯନ୍ତ୍ରଣା ହେଉଛି ସେମିତି ଛାଟିପିଟି ହେବେ। ଆମର କାର୍ଯ୍ୟ ଲକ୍ଷ୍ୟ ରହିବ କେମିତି ଲୋକଙ୍କ କାର୍ଯ୍ୟ କରିବା, ସାଧାରଣ ଲୋକଙ୍କର ନିଷ୍ପେଷିତ ଦଳିତ ଅବହେଳିତଙ୍କର କାର୍ଯ୍ୟ କରାହବ ତାରି ଉପରେ କାର୍ଯ୍ୟ ଚାଲିଛି। ମୁଁ ତ କହିବି ସେମିତି ଉପରେ ଡିସ୍କସନ୍ କରିବା ଠିକ୍ ହେବନି। ଚାଷୀ ମୃତ୍ୟୁ ବଢ଼ିଛି ଯେତେବେଳେ ଷ୍ଟ୍ରାଟେଜି ରିପୋର୍ଟଟା ପୁରା କାଢ଼ି ଦିଅନ୍ତୁ। 10 ବର୍ଷର ସେ ରିପୋର୍ଟଟା କାଢ଼ି ଦିଅନ୍ତୁ। ସେ ରିପୋର୍ଟଟା କାଢ଼ିକି ଆଣି ବସେଇ ଦେଲା ପରେ ତାପରେ ମୁଁ କହିବି ସେତେବେଳେ କେତେ ହେଇଥିଲା ନା ଚାଷୀ ମୃତ୍ୟୁ କ'ଣ ହେଉଛି ଏବଂ ଚାଷୀକି ବର୍ତ୍ତମାନ ଧାନର ରେଟ୍ କିଏ ବଢ଼େଇଲା କିଏ ଚାପିକି ରଖିଥିଲା ସାରା ଓଡ଼ିଶାକୁ କିଛି ଅଛପ ନାହିଁ। ଯେତେବେଳେ ଭାରତୀୟ ଜନତା ପାର୍ଟି ସରକାର ଭଲ କାର୍ଯ୍ୟ ଚାଷୀଙ୍କ ପାଇଁ ହେଉଛି ସେତେବେଳେ ସେ ତାଙ୍କ ଦେହ ସହିପାରୁନି। ସେ ବିକଳରେ ତାଟିଆ କାମୁଡ଼ିକି ବାଉଳା ହେଉଛନ୍ତି। ସେ ସେମିତି ବାଉଳା ହେଉଥିବେ ଆମେ କାର୍ଯ୍ୟ କରିଚାଲିଥିବୁ। ଧନ୍ୟବାଦ।